ପ୍ଲସ୍ ଟୁ ସେକେଣ୍ଡ ଇୟର ଷ୍ଟୁଡେଣ୍ଟ। ଆଜି ଆମେ ଆଲୋଚନା କରିବା ଆମର ଯେଉଁ ଓଡ଼ିଆ ସାହିତ୍ୟ ବହିର ଯେଉଁ ପଦ୍ୟ ରହିଛି ବଡ଼ପଣ କବି ରାଧାନାଥ ରାୟଙ୍କର ରଚିତ ସେହି ପାଠର ଆମେ ସମସ୍ତ 1 ନମ୍ବର ବିଶିଷ୍ଟ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ ଚାଲ ଭିଡ଼ିଓଟି ଷ୍ଟାର୍ଟ କରିବା। ପିଲାମାନେ, କବିବର ରାଧାନାଥ ରାୟ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା। ନିଜର କାବ୍ୟ ସାଧନା ବଳରେ ସେ ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି କରିସାରିଛନ୍ତି। ତାଙ୍କ ରଚିତ ଚିଲିକା, ମହାଯାତ୍ରା, ଉଷା, ପାର୍ବତୀ, କେଦାରଗୌରୀ ଓ ଦରବାର କାବ୍ୟ ପ୍ରମୁଖ ତାଙ୍କ ଅମିଳନ ସୃଷ୍ଟି। ଆମେ ଏହି ବଡ଼ପଣ କବିତାଟିର ସମସ୍ତ 1 ନମ୍ବର ବିଶିଷ୍ଟ ପ୍ରଶ୍ନ ଉତ୍ତର ଆଜି ଆମେ ଆଲୋଚନା କରିବା। ତ ଚାଲ ଆମେ ପ୍ରଶ୍ନ ଉତ୍ତରଟି ଦେଖିବା। ପ୍ରଥମ ପ୍ରଶ୍ନ, ବଡ଼ପଣ କବିତା ରାଧାନାଥଙ୍କ କେଉଁ କାବ୍ୟରୁ ଆସିଅଛି? ବଡ଼ପଣ କବିତା ରାଧାନାଥଙ୍କ କେଉଁ କାବ୍ୟରୁ ଆସିଅଛି? ଉତ୍ତରଟି ହେବ ବଡ଼ପଣ କବିତାଟି ରାଧାନାଥଙ୍କ ଦରବାର କାବ୍ୟରୁ ଆସିଅଛି। 2 ନମ୍ବର ପ୍ରଶ୍ନ, ଦରବାରରେ ଯୋଗ ଦେଇଥିବା ରାଜା ଓ ଜମିଦାରମାନେ କ'ଣ ବିକି ଭାଙ୍ଗି ଖାଉଥିଲେ? ଦରବାରରେ ଯୋଗ ଦେଇଥିବା ରାଜା ଓ ଜମିଦାରମାନେ ପୂର୍ବପୁରୁଷଙ୍କର ବିଶାଳ ପ୍ରତିଷ୍ଠାକୁ ବିକି ଭାଙ୍ଗି ଖାଉଥିଲେ। 3 ନମ୍ବର ପ୍ରଶ୍ନ, କିଏ ବହ୍ନିଶିଖା ପରି ସଦା ଊର୍ଦ୍ଧ୍ୱଗାମୀ ଥିଲେ? ଉତ୍ତରଟି ହେବ ବହ୍ନିଶିଖା ପରି ଅତୀତର ଉତ୍କଳର ରାଜାମାନେ ଊର୍ଦ୍ଧ୍ୱଗାମୀ ଥିଲେ। ପରବର୍ତ୍ତୀ ପ୍ରଶ୍ନ, ବହ୍ନିଶିଖାର ଧର୍ମ କ'ଣ? ବହ୍ନିଶିଖାର ଧର୍ମ ହେଉଛି ସଦା ଊର୍ଦ୍ଧ୍ୱଗାମୀ। ପରବର୍ତ୍ତୀ ପ୍ରଶ୍ନ, ଜଳଧାରାର ଧର୍ମ କ'ଣ? ଜଳଧାରାର ଧର୍ମ ହେଉଛି ଅଧୋଗତି ହେବା। ପରବର୍ତ୍ତୀ ପ୍ରଶ୍ନକୁ ଆମେ ଦେଖିବା। ପୂର୍ବ ରାଜାମାନଙ୍କର ବଂଶଧର ହୋଇ ଆଜିର ରାଜା ଜମିଦାରମାନଙ୍କର କିପରି ଅବସ୍ଥା ହୋଇଛି? ଉତ୍ତରଟି ହେବ ପୂର୍ବ ରାଜାମାନଙ୍କର ବଂଶଧର ହୋଇ ଆଜିର ରାଜା ଜମିଦାରମାନଙ୍କର ଅଧୋଗତି ହୋଇଛି। ପରବର୍ତ୍ତୀ ପ୍ରଶ୍ନ, ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ କିପରି ଥିଲେ? ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ କିପରି ଥିଲେ? ଉତ୍ତରଟି ହେବ ଦରବାରରେ ଯୋଗ ଦେଇଥିବା ରାଜାଙ୍କର ପିତୃଗଣ ପରମ ଉଦାରବାଦୀ ଥିଲେ। ପରବର୍ତ୍ତୀ ପ୍ରଶ୍ନ, କେଉଁମାନେ ରାଜ୍ୟକୁ ନିଜ ପରିବାର ପରି ମନେ କରୁଥିଲେ? ଉତ୍ତରଟି ହେଉଛି ପୂର୍ବ ପିତୃଗଣ ରାଜ୍ୟକୁ ନିଜ ପରିବାର ପରି ମନେ କରୁଥିଲେ। ପରବର୍ତ୍ତୀ ପ୍ରଶ୍ନ, ଏବେ ରାଜା ଓ ପ୍ରଜାଙ୍କ ସମ୍ପର୍କ କିପରି ବୋଲି କୁହାଯାଇଛି? ଏବେ ରାଜା ଓ ପ୍ରଜାଙ୍କ ସମ୍ପର୍କ କିପରି ବୋଲି କୁହାଯାଇଛି? ଉତ୍ତରଟି ହେଉଛି ଏବେ ରାଜା ଓ ପ୍ରଜାଙ୍କ ସମ୍ପର୍କ ବାଜପାରାର ସମ୍ପର୍କ ବୋଲି କୁହାଯାଇଅଛି। 10 ନମ୍ବର ପ୍ରଶ୍ନ, ରାଜଭୋଗର ଅଭିଳାଷ ପ୍ରଜାଙ୍କଠାରୁ କ'ଣ କାଢ଼ି ନେଲା? ଉତ୍ତରଟି ହେଉଛି ରାଜଭୋଗର ଅଭିଳାଷ ପ୍ରଜାଙ୍କଠାରୁ ତାଙ୍କ ସମାର୍ଜିତ ଗ୍ରାସ କାଢ଼ି ନେଲା। ପରବର୍ତ୍ତୀ ପ୍ରଶ୍ନ, ଦେଶୀ ହୋଇ ରାଜାମାନେ କେଉଁ ବିଦେଶୀ ନୀତି ଅବଲମ୍ବନ କରୁଥିଲେ? ଦେଶୀ ହୋଇ ରାଜାମାନେ ସର୍ବଶୋଷୀ ବିଦେଶୀ ନୀତି ଅବଲମ୍ବନ କରୁଥିଲେ। 12 ନମ୍ବର ପ୍ରଶ୍ନ, ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ କିପରି ବାନ୍ଧିଥିଲେ? ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ କିପରି ବାନ୍ଧିଥିଲେ? ଉତ୍ତରଟି ହେଉଛି ପ୍ରଜାଙ୍କ ଚିତ୍ତକୁ ପୂର୍ବ ରାଜାମାନେ ବାତ୍ସଲ୍ୟରେ ସ୍ନେହ ମମତାରେ ବାନ୍ଧି ରଖିଥିଲେ। ପରବର୍ତ୍ତୀ ପ୍ରଶ୍ନକୁ ଆମେ ଦେଖିବା। 13 ନମ୍ବର ପ୍ରଶ୍ନ, କିଏ ବିଦେଶୀ ସଙ୍ଗୀନରେ ପ୍ରଜାମାନଙ୍କୁ ଭୟଭୀତ କରୁଥିଲେ? ଉତ୍ତରଟି ହେଉଛି ଦେଶୀ ରାଜା ଓ ଜମିଦାରମାନେ ବିଦେଶୀ ସଙ୍ଗୀନରେ ପ୍ରଜାମାନଙ୍କୁ ଭୟଭୀତ କରୁଥିଲେ। 14 ନମ୍ବର ପ୍ରଶ୍ନ, ଆଜିର ରାଜାମାନଙ୍କର ସର୍ବସ୍ୱ କ'ଣ? ଆଜିର ରାଜାମାନଙ୍କର ସର୍ବସ୍ୱ କ'ଣ? ଉତ୍ତରଟି ହେଉଛି ଆଜିର ରାଜାମାନଙ୍କର ସର୍ବସ୍ୱ ହେଉଛି ତାଙ୍କର ଗନ୍ତାଘର। 15 ନମ୍ବର ପ୍ରଶ୍ନ, ଆଜିର ରାଜଧର୍ମ କିପରି ବୋଲି କୁହାଯାଇଛି? ଆଜିର ରାଜଧର୍ମ କିପରି ବୋଲି କୁହାଯାଇଛି? ଆଜିର ରାଜଧର୍ମ ପ୍ରଜାଧନ ବୁହା ବୋଲି କୁହାଯାଇଅଛି। 16 ନମ୍ବର ପ୍ରଶ୍ନ, କେଉଁମାନଙ୍କୁ କାନକୁହା ବୋଲି କବି କହିଛନ୍ତି? ତାଙ୍କର
ମନ୍ତ୍ରୀମାନଙ୍କୁ କାନକୁହା ବୋଲି କବି କହିଛନ୍ତି। 17 ନମ୍ବର ପ୍ରଶ୍ନକୁ ଆମେ ଦେଖିବା। ଦୁଃଖୀରଙ୍କିଙ୍କୁ ତଣ୍ଡି ରାଜଗଣ ବିଦେଶୀକୁ କ'ଣ ଖୁଆଉଥିଲେ? ଉତ୍ତରଟି ହେଉଛି ଦୁଃଖୀରଙ୍କିଙ୍କୁ ତଣ୍ଡି ରାଜାଗଣ ବିଦେଶୀଙ୍କୁ କୁକୁଟାଣ୍ଡ ଖୁଆଉଥିଲେ। ପରବର୍ତ୍ତୀ ପ୍ରଶ୍ନ, କାଣ୍ଡପୃଷ୍ଠ ହୁଣ୍ଡା ବୋଲି କେଉଁମାନଙ୍କୁ କୁହାଯାଇଅଛି? କାଣ୍ଡପୃଷ୍ଠ ହୁଣ୍ଡା ବୋଲି ଜ୍ଞାନଶୂନ୍ୟ ଅସ୍ତ୍ର ବ୍ୟବସାୟୀଙ୍କୁ କୁହାଯାଇଅଛି। 19 ନମ୍ବର ପ୍ରଶ୍ନ, ପ୍ରଜାଙ୍କ ମଧ୍ୟରେ କିଏ ପାପ ବୃଦ୍ଧିକୁ ମନାସୁଥିଲେ? ରାଜା ଓ ଜମିଦାରଗଣ ପ୍ରଜାଙ୍କ ମଧ୍ୟରେ ପାପ ବୃଦ୍ଧିକୁ ମନାସୁଥିଲେ। ପରବର୍ତ୍ତୀ ପ୍ରଶ୍ନ, ରାଜାମାନେ କିପରି ନିଜର ମାଲଖାନା ଭରୁଥିଲେ? ରାଜାମାନେ କିପରି ନିଜର ମାଲଖାନା ଭରୁଥିଲେ? ଉତ୍ତରଟି ହେଉଛି ରାଜାମାନେ ଜରିମାନା ଧନରେ ନିଜର ମାଲଖାନା ଭରୁଥିଲେ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଚିନ୍ତା ବିନା ରାଜାମାନଙ୍କର ଅନ୍ୟ ଚିନ୍ତା ନଥିଲା? ଧନ ଚିନ୍ତା ନା ରାଜାମାନଙ୍କର ଅନ୍ୟ ଚିନ୍ତା ନଥିଲା। 22 ନମ୍ବର ପ୍ରଶ୍ନ, ଜାଗ୍ରତ ଓ ସ୍ୱପ୍ନରେ ରାଜାମାନଙ୍କଠାରେ କେଉଁ ଲାଳସା ଜାତ ହେଉଥିଲା? ଜାଗ୍ରତ ଓ ସ୍ୱପ୍ନରେ ରାଜାମାନଙ୍କଠାରେ ଧନର ଲାଳସା ଜାତ ହେଉଥିଲା। ପରବର୍ତ୍ତୀ ପ୍ରଶ୍ନ, ଧର୍ମର ସାଫଲ୍ୟ କେଉଁଥିରେ ଥାଏ? ଉତ୍ତରଟି ହେଉଛି ଧର୍ମର ସାଫଲ୍ୟ ସୁବ୍ୟୟରେ ଥାଏ। ପରବର୍ତ୍ତୀ ପ୍ରଶ୍ନ, କିଏ ଧନକୁ ଜଗି ବସିଥାଏ? ଯକ୍ଷ ଧନକୁ ଜଗି ବସିଥାଏ। ରାଧାନାଥ କାହାକୁ ସ୍କନ୍ଦର ବୋଲି କହିଛନ୍ତି? ରାଧାନାଥ ଆଲେକଜାଣ୍ଡାରଙ୍କୁ ସ୍କନ୍ଦର ବୋଲି କହିଛନ୍ତି। 26 ନମ୍ବର ପ୍ରଶ୍ନ, ସ୍କନ୍ଦର କାହିଁକି କାନ୍ଦୁଥିଲେ? ସ୍କନ୍ଦର କାହିଁକି କାନ୍ଦୁଥିଲେ? ଉତ୍ତରଟି ହେଉଛି ବିଜୟ କରିବା ପାଇଁ ଆଉ ରାଜ୍ୟ ନଥିବାରୁ ସ୍କନ୍ଦର କାନ୍ଦି ପକାଇଥିଲେ। ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ କିଏ କହିଛନ୍ତି? ଆସିଥିଲି ଫେରିଗଲି ଶୂନ୍ୟ ହସ୍ତେ ବୋଲି ସ୍କନ୍ଦର କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଲକ୍ଷ୍ୟଶୋଷୀ ବୋଲି କାହାକୁ କୁହାଯାଇଛି? ଲକ୍ଷ୍ୟଶୋଷୀ ବୋଲି ସେ ସମୟର ରାଜା ଓ ଜମିଦାର ଗୋଷ୍ଠୀକୁ କୁହାଯାଇଅଛି। ପରବର୍ତ୍ତୀ ପ୍ରଶ୍ନ, ରାଜା ଓ ଜମିଦାରମାନେ କାହିଁକି ପ୍ରଜାଙ୍କୁ ଶୋଷଣ କରୁଥିଲେ? ରାଜା ଓ ପ୍ରଜାମାନେ ଗଣିକା, ଓକିଲ, ଛାମୁଆକୁ ପୋଷଣ କରିବା ପାଇଁ ପ୍ରଜାଙ୍କୁ ଶୋଷଣ କରନ୍ତି। ପରବର୍ତ୍ତୀ ପ୍ରଶ୍ନ, ପାପ ବିତ୍ତ କିପରି ଅର୍ଜିତ ହୁଏ? ଉତ୍ତରଟି ହେଉଛି ପ୍ରଜାମାନଙ୍କର ରକ୍ତ, ସ୍ୱେଦ ଓ ଲୋତକରେ ପାପ ବିତ୍ତ ଅର୍ଜିତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ଭଙ୍ଗା ମାଠିଆରୁ ପାଣି ବହିଗଲା ପରି କ'ଣ ପ୍ରତିକ୍ଷଣରେ ବହି ଯାଉଅଛି? ଉତ୍ତରଟି ହେଉଛି ଭଙ୍ଗା ମାଠିଆରୁ ପାଣି ବହିଗଲା ପରି ଆୟୁଷ ପ୍ରତିକ୍ଷଣରେ ବହି ଯାଉଅଛି। ପରବର୍ତ୍ତୀ ପ୍ରଶ୍ନ, କାଳ କିପରି? ଉତ୍ତରଟି ହେଉଛି କାଳ ବଡ଼ କ୍ରୂର ଏବଂ ବଡ଼ ଅବିଶ୍ୱାସୀ। ପରବର୍ତ୍ତୀ ପ୍ରଶ୍ନ, କାହାକୁ ଅବିଶ୍ୱାସୀ ବୋଲି କୁହାଯାଇଅଛି? କାହାକୁ ଅବିଶ୍ୱାସୀ ବୋଲି କୁହାଯାଉଅଛି? ଉତ୍ତରଟି ହେଉଛି କାଳ ବଡ଼ ଅବିଶ୍ୱାସୀ। ପରବର୍ତ୍ତୀ ପ୍ରଶ୍ନ, କିଏ ହଠାତ୍ ଆସି ହାବୁଡ଼ିଯିବ ବୋଲି କୁହାଯାଇଅଛି? କିଏ ହଠାତ୍ ଆସି ହାବୁଡ଼ିଯିବ ବୋଲି କୁହାଯାଇଛି? କ୍ରୂର କାଳ ହଠାତ୍ ଆସି ହାବୁଡ଼ିଯିବ ବୋଲି କୁହାଯାଇଅଛି। 36 ନମ୍ବର ପ୍ରଶ୍ନ, କାହା ପଛରେ କାଳ ଲୁଚି ବସିଥାଏ? କାହା ପଛରେ କାଳ ଲୁଚି ବସିଥାଏ? କାଳକୁ ଯେଉଁ ବ୍ୟକ୍ତି ଦୂରବର୍ତ୍ତୀ ବିଚାର କରି ଉପହାସ କରେ କାଳ ତାର ପଛରେ ଆସି ଲୁଚି ବସିଥାଏ। ନେକ୍ସଟ କ୍ୱେଶ୍ଚିନ୍, ଛାୟା କେତେବେଳେ ବଢ଼ିଯାଏ? ଛାୟା କେତେବେଳେ ବଢ଼ିଯାଏ? ଉତ୍ତରଟି ହେଉଛି ସୂର୍ଯ୍ୟ ଯେତେବେଳେ ପଶ୍ଚିମ ଦିଗକୁ ଯାଏ ବା ସମୟ ଗଡ଼ିଗଲେ ଛାୟା ବଢ଼ିଯାଏ ବୋଲି କୁହାଯାଇଅଛି।
ରାଧାନାଥ ମାୟାକୁ କାହା ସହିତ ତୁଳନା କରିଛନ୍ତି? ରାଧାନାଥ ମାୟାକୁ ଛାୟା ସହିତ ତୁଳନା କରିଛନ୍ତି। ମାୟାର ଚେର ଭେଦିଗଲେ କି କ୍ଷତି ହୁଏ? ଉତ୍ତରଟି ହେଉଛି ମୃତ୍ୟୁର ଭୟ ଡରାଏ। ପରବର୍ତ୍ତୀ ପ୍ରଶ୍ନ, ଅନ୍ତକ କିଏ? ଅନ୍ତକ ହେଉଛନ୍ତି ଯମ। ବେଳ ଥାଉ କ'ଣ ଅର୍ଜନ କରିବାକୁ କବି ପରାମର୍ଶ ଦେଇଛନ୍ତି? ଧର୍ମ ଅର୍ଜନ କରିବା ପାଇଁ କବି ପରାମର୍ଶ ଦେଇଛନ୍ତି। ସଂସାରରେ ଜନ୍ମ ଫଳରୁ କ'ଣ ମିଳେ? ସଂସାରରେ ଜନ୍ମ ଫଳରୁ ବଡ଼ପଣ ମିଳେ। ବଡ଼ପଣ କିପରି ଚିରସ୍ଥାୟୀ ହୁଏ? ବଡ଼ପଣ କିପରି ଚିରସ୍ଥାୟୀ ହୁଏ? ମଣିଷର ମରିଗଲା ପରେ ମଧ୍ୟ ତାକୁ ଅମର କରି ଚିରସ୍ଥାୟୀ ହୁଏ। ପରବର୍ତ୍ତୀ ପ୍ରଶ୍ନ, ବିଧାତା କି ପୋତ ଗଢ଼ିଛନ୍ତି? ବିଧାତା କି ପୋତ ଗଢ଼ିଛନ୍ତି? ଉତ୍ତରଟି ହେଉଛି ଧର୍ମର ପୋତ ବିଧାତା ଗଢ଼ିଛନ୍ତି। ଭଗବାନ କାହିଁକି ଧର୍ମର ପୋତ ଗଢ଼ିଛନ୍ତି? ଉତ୍ତରଟି ହେଉଛି ସଂସାର ବାରିଧି ତରିବା ପାଇଁ ଭଗବାନ ଧର୍ମର ପୋତ ଗଢ଼ିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ସଂସାରକୁ କବି କାହା ସହିତ ତୁଳନା କରିଛନ୍ତି? ସଂସାରକୁ କବି କାହା ସହିତ ତୁଳନା କରିଛନ୍ତି? ବାରିଧି ସହିତ ତୁଳନା କରିଛନ୍ତି। ସଂସାରରେ ମହତପଣିଆ କ'ଣ? ସଂସାରରେ ଧର୍ମ ହିଁ ଏକ ମହତପଣିଆ। ସଂସାରର ସବୁ ବଡ଼ପଣକୁ କବି କ'ଣ ବୋଲି କହିଛନ୍ତି? ସଂସାରର ସବୁ ବଡ଼ପଣକୁ କବି ଅଢ଼େଇ ଦିନିଆ ବୋଲି କହିଛନ୍ତି। ଦିଲୋକ ସାଧିନୀ ବୋଲି କବି କାହାକୁ କହିଛନ୍ତି? ଉତ୍ତରଟି ହେଉଛି ବଡ଼ପଣ ଅର୍ଜନକାରୀ ବ୍ୟକ୍ତିଙ୍କୁ ଦିଲୋକ ସାଧନୀ ବୋଲି କବି କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, କେଉଁଥିରେ ମନ ବାହୁଡ଼ାଇ ନେବା ପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଉଛନ୍ତି? ଉତ୍ତର, ସଂସାରର ମୂଲ୍ୟହୀନ ବଡ଼ପଣରୁ ମନକୁ ବାହୁଡ଼ାଇ ନେବା ପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି। ଶେଷ ପ୍ରଶ୍ନ, ନିଜେ ଉଚ୍ଚ ହୋଇ କ'ଣ ଲାଭ କରିବା ପାଇଁ କବି ରାଜାମାନଙ୍କୁ ପରାମର୍ଶ ଦେଇଛନ୍ତି? ନିଜେ ଉଚ୍ଚ ହୋଇ ଉଚ୍ଚତର ଗତି ଲାଭ କରିବା ପାଇଁ ରାଜାମାନଙ୍କୁ କବି ପରାମର୍ଶ ଦେଇଛନ୍ତି। ତ ଷ୍ଟୁଡେଣ୍ଟ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କର ଓ ନିଜ ସାଙ୍ଗସାଥି ସହିତ ସେୟାର କର। ଧନ୍ୟବାଦ।